नमस्कार दर्शक बंधु मु लकी आपण मानकु स्वागत करुच्ची बीआर मूवीज प्रस्तुत ओडिशार प्राचीन परंपरार ए ओडिया पाला आमर ई झरका कार्यक्रम। आज्ञा नमस्कार मु गायिका नारायणी दास कहूँ। आज विषय वस्तु थिला राजा हरिश्चंद्र। पाला हूँ एक विदग्ध कला ओडिशार भ्राम्यमान शिक्षा केन्द्र कहले अत्युक्ति हम ना। हरिश्चंद्र नाटकटी आपण पाखरे आलोचना करने जाऊँगी जे कि पुत्र को हरई बापा माँ आज सर्वस्व त्याग कर अग्नि में झास देवाक जाऊा समय आज विधिपूर्वक देवता मानकर कूटचक्र बा देवता मानक माया थिलारु तथापि सत्य बल आज धर्म बल त्यागर मनोवृत्ति नहीं थिवारु पुनराय से सर्वस्व फेरी पाइला पर भी आज सर्वस्व त्याग करदे सारा जीवन तीर्थाश्रम व वानप्रस्थर कटई देले। जुग जुग को ये पुराण गीति कथा प्रचार प्रसार हो रही। देवराज इंद्र दृष्टि पड़ी जाइछि बाबाजी ऊपर ये काल सोहेला बारी तो देवजती नारद पीड़ा बात न करी इस समय सुरसभारात्र प्रवेश करुचंती। अष्ट अप्सरींकर नृत्य बंद हो गला, गंधर्व मानकर वाद्य बंद हो गला, स्थिर हो गला देवसभा। 33 कोटी देवता अफलक नयन रे चाहि देइछंती देवर्षि। देखिले देखिले प्रकृत देवर्षिंकर रूपटा एई की परी बाबू रे। आज्ञा आपण मानकर ओडिया साहित्य रे घंटा पड़िला भली शब्द जे लिखिछंती उत्कलर घंटा जदुमणि महापात्र पहिला प्रबंध पूर्णचंद्र। आपण मानकर रूपुणी परिणय काव्य रे सुंदर पदटी आज प्रमाण करूछंती नारदकर रूपटी हेछि केमिति हेछि देवराज इंद्र देवता माने आज देखुछन। बाबू रे पदटी पाशुपति देवर्षिंकर रूप वर्णन कले वही छंते मुने ये मुकुट पिंगल ये ज्योति जटा भस्म भूषित अरे ज्योति जटा भस्म भूषित ज्योति जटा भस्म आज
ପ୍ରାଣ ନେଇଗଲା ତାର। ଶ୍ରୀଧର ଆଜ୍ଞା ଆଉ ରହି ହବନି ଏଠି। ଦେବରାଜ ଇନ୍ଦ୍ର ଇତସ୍ଥିତ ମନୋଭାବ ନେଇ ବସିଥିବା ସମୟରେ ଦେବଚତୀ ନାରଦ ଯାଇ ପହଞ୍ଚି ଯାଇଛନ୍ତି। ନାରାୟଣ 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 ନାରାୟଣ। ସସମ୍ମାନରେ ଦେବଜ୍ୟୋତି ନାରଦଙ୍କୁ ପାଛୋଟି ନେଇ ଦେବରାଜ ଇନ୍ଦ୍ର ସୁଆସନଟି ଦେଲେ ବସେଇବା ପାଇଁ। କିନ୍ତୁ ଦେବର୍ଷି ପଚାରିଦେଲେ, କହିଲେ ଦେବରାଜ କୁହ। ଅନେକ ସମୟ ତଳେ ମୁଁ ଅନୁଭବ କରୁଛି ଏ ନାଚ ଗୀତ ଆଶାର ପ୍ରତି ତୁମର ମନ ନାହିଁ। ମନ ନାହିଁ। ତୁ ଇତସ୍ଥିତ ହେଇପଡୁଛ, ଚଳଚଞ୍ଚଳ ହେଇପଡୁଛ, ମନ ତୁମର ଏଠି ନାହିଁ। କଣ ହେଇଛି କଣ? କଣ କହିବି? ତିନି ପୁର ସ୍ୱର୍ଗ ମତ୍ୟ ପାତାଳର ତିନି ପୁରର କଥା ତୁମକୁ କଣ ଅଗୋଚର ଅଛି? ନାରଦ କହିଲେ, ହେ ଦେବରାଜ, ମୁଁ ଜାଣିଛି ସୃଷ୍ଟି ସ୍ଥିତି ପ୍ରଳୟ ତିନି ଶକ୍ତି ଯୋଉ ତ୍ରିଶକ୍ତିକୁ ପାଇବା ପାଇଁ ଯୋଉଠି ବ୍ରହ୍ମା ବିଷ୍ଣୁ ମହେଶ୍ୱର ଅସମର୍ଥ, ଆଜି ସେ ତ୍ରିଶକ୍ତିକୁ ପାଇବା ପାଇଁ ମର୍ତ୍ତ୍ୟପୁରର ଜଣେ ଋଷି ଆଜି ତପସ୍ୟା ବଳରେ ପାଇବା ପାଇଁ ବସୁଛନ୍ତି। ଏ ତ୍ରିଶକ୍ତିକୁ ପାଇଲେ ତୁମେ ଭାବୁଛ ଏ ଇନ୍ଦ୍ରପଦ ସେ ଇନ୍ଦ୍ରପଦ ଆଉ କିଛି ଦିନ ପରେ ବୋଧେ ଛଡେଇ ନେଇ ପାରନ୍ତି। ସେତିକି ନୁହଁ, ଗୋଟିଏ ସମ୍ବାଦ ମୁଁ ଦେବାକୁ ଆସିଛି। କଣ ହେଲା ଦେବର୍ଷି? ମର୍ତ୍ତ୍ୟପୁର ଜଣେ ରାଜା ସର୍ବସ୍ୱ ଦାନ ଦେଇ ତ୍ରିଜଗତରେ ଜଣେ ମହାଦାନୀ ରୂପରେ ପରିଚିତ ହେବାକୁ ଯାଉଛନ୍ତି, ଯାହାଙ୍କର ଦାନର ଫଳରେ ସେ ଆଜି ଇନ୍ଦ୍ରପଦ ପାଇବା ପାଇଁ ହକ୍। ତାହେଲେ ଦେବର୍ଷି ତୁମେ କୁହ, ଏ ସମସ୍ୟା ସମାଧାନ ହବ କିପରି? ନା ଦେବତା ମାନଙ୍କୁ ସବୁଦିନ ପାଇଁ କଳଙ୍କ ଲାଗିଯିବ? ଦେବରାଜ କୁହନ୍ତୁ ଦେବର୍ଷି। ଦେବତା ମାନଙ୍କ ମଧ୍ୟରେ ଆଜ୍ଞା ଏ ସମ୍ବାଦ ଶୁଣିଲା ପରେ ଭୟ ଲାଗିଲା। ବିଚାର କଲେ କଣ କରାଯିବ? ଦେବତା ମାନଙ୍କର ଆଜି ଭାଳିନି ପଡିଯାଇଛି। କହିଲେ, ଶୁଣି ସୁରପତି ଆସ୍ଥାନ କମ୍ପିଲା କରନ୍ତି ଦେବେ ମନ୍ତ୍ରଣା, ପରୀକ୍ଷାରେ ଭଲ ଭଲ କି ଜାଣିବା ଦାନି ପଡେ ହେବ ଗଣା। ମଧ୍ୟରେ ଭାଳିନି ପଡିଗଲା। କେଉଁ ଦେବତା ଯାଇ ଇଏ ଦୁଇଟା ତପସ୍ୟାରତ ଥିବା ଦୁଇ ଜଣ ବ୍ୟକ୍ତିଙ୍କର ତପବଳକୁ ଭଗ୍ନ କରିବେ। ଚଣ୍ଡ କୌଶିକ ବିଶ୍ୱାମିତ୍ରଙ୍କର ଋଷିଙ୍କର ତପସ୍ୟାକୁ ଭଗ୍ନ କରିବେ, ମହାଦାନୀ ଦାନପଣକୁ ପଣ୍ଡ କରିବେ। ଇଏ ବିଚାର ପଡିଗଲା, କଣ କରାଯିବ? କୌଣସି ଦେବତା ଯିବା ପାଇଁ ହକ ନୁହଁ। ସମସ୍ତେ କିଛି ନା କିଛି କଳଙ୍କରେ କଳଙ୍କିତ ହେଇଛନ୍ତି। ସେ ଯାଇପାରିବେ ନା। ଯିବ କିଏ? ନିର୍ଦ୍ଦେଶ ଆସିଲା ନାରଦଙ୍କର, ହେଲା ତୁଷିବାକୁ ଚିତ ସୁରେଶ ଆଦି ସକଳ ଦେବ, ଆଦି ସକଳ ଦେବ, ଆଦି ଆଶୁତୋଷ ସମୀପେ ଯାଇ ରଚିଲେ স্তବ। 33 କୋଟି ଦେବତା ବିଚାର କରାଗଲା, ନିର୍ଦ୍ଦେଶ ହେଇଗଲା। ହଟକେଶ୍ୱରରେ ତପସ୍ୟା କରୁଛନ୍ତି ଦେବ ଦେବ ମହାଦେବଙ୍କର ସୁପୁତ୍ର ଗଣେଶ। ଗଜାନନ ଗଣେଶଙ୍କୁ ଯଦି ସନ୍ତୁଷ୍ଟ କରିପାରିବା, ତାଙ୍କ ତପସ୍ୟାରେ ତାଙ୍କୁ ଉଠେଇ ପାରିବା, ତାହେଲେ ଏ ତ୍ରିଶକ୍ତିକୁ ପାଇବା। ମହାଦାନୀ ରାଜାଙ୍କର ଦାନପଣ ମତ ଅଛି, ଯେ ଜନ ତପ ଆଚରନ୍ତି ତେବେ ତାହାଙ୍କ ଦେବତା ମାନେ ବିଚାର କଲେ ଇଏ ଦୁଇ ଜଣଙ୍କର ତପସ୍ୟାରେ କିପରି ବିଘ୍ନ ସୃଷ୍ଟି କରିବେ। 33 କୋଟି ଦେବତା ଆଜ୍ଞା ଯାଇ ପହଞ୍ଚି ଗଲେ ହଟକେଶ୍ୱରରେ। ଗଣେଶକୁ ଆଜି ସ୍ତୁତି ପାଠ କଲେ। স্তবে ভোল হয়ে বিঘ্নেশ দেলে প্রতিবাচন, দেলে প্রতিবাচন, দেলে প্রতিবাচন। মূল রূপে যাই করিবি দ্রুত কাজ সাধন। 33 কোটি দেবতাଙ୍କ ପାଖରେ ହାତ ଯୋଡ଼ି ଦେଲେ। ଗଣେଶ କହିଲେ, ହେ 33 କୋଟି ଦେବତା,
तुम स्तुति मु संतुष्ट होइछि मु तुम कथा रक्षा करी वर्ते को जीवी महादानी राजांकर दानपण को पंड करिबी शक्ति चंड कौशिक ऋषिंकर तपस्या विघ्न घटाई आपण मान को त्रिशक्ति फेरई देबी किंतु एका जीवेन मो सहित मो बापा देवदेव महादेव जीवे आउ जीवे धर्म धर्मपति जो भली आदि बराह रूप को धारण करी भगवान पृथ्वी उद्धार करथिले वेद उद्धार करथिले से आदि बराह रूप को धारण करी आज ये त्रिशक्ति के तुमको फेरई दे महादानी राजा कर दानपण को पंड कर गणेश कथा दे आया चली गले कले उत्तर कौशले सरजुर तीरे राजे ओ जो ध्यान करे हो सोहा समुधिरे नाही ना तुलना सेही सेना सही पारे हो तेणु विचार करंतु देवता मान को कथा दे मर्ते को चली आसिले गणेश सरजू नदी कूल आपण मानकर अयोध्या राज्य अवस्थित से अयोध्या राज्यर सीमा को प्रवेश करने पूर्वर गणेश माया शुकर रूप धारण कर आपण मानकर संत तुलसीदास रामचरित मानस सुंदर पदटी आज उपस्थापना करुछंती ये माया शुकर रूप को धारण करी जेतबेले गणेश जाउछंती से सुंदर पदटी उपस्थापना कले किपरि जाउछंती हेले काल कराल दसन चौक गाई तनु विशाल प्रिव रह श्री राम जय जय राम काल कराल रूप धारण करी विघ्न राज गणेश शुकर रूप को धारण करी अयोध्या सीमार पाद दौरान काल बोले आज्ञा समय काल बोले जम काल बोले रात्रि सबू काल जीव कालर भय नाही एठी तले माया शुकर रूप को धारण करी विघ्न राज गणेश प्रवेश करुछंती आपण मानकर काल बोले जम अयोध्यार प्रकृति मा कांदी उठिला अयोध्यार प्रकृति कांदुछि कला रहे मो पुअर एत बड़ सुंदर साम्राज्य सुख शांति रे प्रजा मन को पाळुथिबा पुओ शांति रे ऐश्वर्य रे दिन काटुथिबा पुअर आदि कालर राज्य रे आज काल प्रवेश करुछि काल ये जो काल प्रवेश कलानी ये राज्य रे विनाश सुनिश्चित वो पाई माँ सबुले चिंता करिथा सेदिन आपण मानकर सुंदर गाउली चटी बहिटी कथा कहिबी टीका गोविंद चंद्र रे सेदिन मुकुता महादेई गोविंद को कहितले कहले धन मो कथा को मानी तू जदि हाड़ी पाकु गुरु करी चले जीवु ताहले जुग जुग पाई अमर होई रही जदि मु गुरु करी न जदि मो कथा न मानिबु ये धन ये दारा ये सुत ये वित्त ये संसार पाई सबु मिछ किंतु याकु जदि आश्रय करू बापा से तते छाड़ीबन ताले से किए से होची जम कहला जम जे न जानई पाळु तो जुबा 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 जे मु बोले मने भारी छुआबा से समत
ଛାଡ଼ିବ ନାହିଁ। ଜମା ମତେ ଛାଡ଼ିବନି। ଏ ଜାଣ ନାହିଁ ବାଳୁ ତ ଜାଣ ନାହିଁ ଯୁବା। ନାଇଁ ନାଇଁ ସେ କ'ଣ କରିବ ଜାଣି? ସେ ଜମା ଆମର କ'ଣ କରିବ? ହେଲେ ସେହି କାଳ ଜମା ବଡ଼ ଦାରୁଣ ରେ ନ ଜାଣ ଏ ସୁଖ ଦୁଃଖ ପାଚିରେ କଞ୍ଚା ରଖିବ ପାଚିଲା ଏ ବଡ଼ି ଦାରୁଣ ଦୁଃଖରେ କୁମାର ଦେବଟି ଦାରୁଣ ଦୁଃଖ। ସେ ସାଉଟି ନବ ସୁଖ ଛାଡ଼ିଯିବ ଦୁଃଖ, ବାଛି ନେବ କଞ୍ଚା ଛାଡ଼ିଯିବ ପାଚିଲା। ତେଣୁ ମୋ କଥା ମାନ, ଏଇ ଯୋଉ ଘର, ଏଇ ଯୋଉ ଧନ, ଏଇ ଯୋଉ ସମ୍ପତ୍ତି, ଏଇ ଯୋଉ ସ୍ତ୍ରୀ, ଏଇ ଯୋଉ ପୁଅ, ଆଙ୍କୁ ମୋର ବୋଲି କହୁଛୁ। ଇଏ କେହି ଯିବେନି ମୋର। କେହି ତୋର ହେବେ ନାହିଁ। କ'ଣ ଏଇ ଘର ମୋର ନୁହଁ, ଇଏ ଟଙ୍କା ମୋର ନୁହଁ, ଇଏ ପିଲା ଛୁଆ ମୋର ନା। କେହି ନୁହଁ। ନା। କିନ୍ତୁ କେହି ନହେଲେ ଏକମାତ୍ର ସ୍ତ୍ରୀ ହବ ମୋର। ଚୁପ୍। ଆଁ? ସେ ଧର ଆଜ୍ଞା ସମସ୍ତେ ମୋର ପଣ୍ଡିତ ମାନେ ବିଦ୍ୟା ମାନେ ବସିଛନ୍ତି, ହଁ ବିଚାର କରନ୍ତୁ। ବିଚାର କର। ଯେତେ ଧନ ଆପଣ ରୋଜଗାର କରନ୍ତୁ, ହଁ। ବ୍ୟାଙ୍କ ବାଲାନ୍ସ ରଖିଥାନ୍ତୁ, କୋଟି କୋଟି ଟଙ୍କାର ମାଲିକ ହେଇଥାନ୍ତୁ, ଆପଣ ମରିଗଲା ପରେ ସେତେବେଳେ ଚାଲିଯିବେ, ସଂସାରରୁ ବିଦାୟ ନେଇ ଚାଲିଯିବେ। ଏ ଧନ କ'ଣ ଆପଣଙ୍କ ସାଇତିରେ ଯିବ? ଧନ ଯିବନି। ମନବୋଧ 34ରେ ଭକ୍ତ ଚରଣ ଦାସ ସୁନ୍ଦର ପଦଟି କହିଲେ, କ'ଣ କହିଲେ? ଗଲେଣି ତ ସାଙ୍ଗରୁ ଯେତେ ଗଜନ, ଗଲେଣି ତ ସାଙ୍ଗରୁ ଯେତେ ଗଜନ, ଗଣ୍ଠିରେ ବାନ୍ଧି ନେଲେ କେତେ ଧନ, ଗଣ୍ଠିରେ ବାନ୍ଧି ନେଲେ କେତେ ଧନ। ଲକ୍ଷ୍ୟ କରିବେ ମୋର ବିଦ୍ୟୁତ୍ ସମର ବିଦ୍ୱାନ ମଣ୍ଡଳୀ। କହିଲେ ଗଲେଣି ତ ସଙ୍ଗରୁ ଯେତିକା ଜନ, ଗଣ୍ଠିରେ ବାନ୍ଧି ନେଲେ କିଏ କେତେ ଧନ କହିପାରିବ? ଆପଣ ମାନଙ୍କର ବିଶ୍ୱ ବିଜୟୀ ଆଲେକ୍ସାଣ୍ଡର ବିଶ୍ୱ ସମ୍ରାଟ ହେଇଥିଲେ, ଅଚଳାଚଳ ସମ୍ପତ୍ତିର ମାଲିକ ହେଇଥିଲେ, ସବୁ ରାଜ୍ୟକୁ ବିଜୟ ଲାଭ କରିଥିଲେ। ଆପଣ ମାନେ ବିଚାର କରିବେ, ଯେତେବେଳେ ସେ ମରିଗଲେ, ଏ ମରିବା ପୂର୍ବରୁ ପାର୍ଶ୍ୱତ ପାରିଶ୍ୱତ ମାନଙ୍କୁ ଡାକିଲେ, କହିଲେ ଶୁଣ, କିଛି ମୁହୂର୍ତ୍ତ ପରେ ମୁଁ ମରିଯିବି, ଏ ଦୁନିଆରୁ ବିଦାୟ ନେଇ ଚାଲିଯିବି। ଇଏ ମୋର ଜଗତ ସହିତ ମୋର ପଞ୍ଚଭୂତର ପଞ୍ଚ ଆତ୍ମା ମୋର ମିଶିଯିବ, କିନ୍ତୁ ମୋର ଗୋଟିଏ ଶେଷ ଆଶା ତୁମେ ମାନେ ପୂର୍ଣ୍ଣ କରିବ। କ'ଣ ଖାଇବ କୁହ? ଯେତେବେଳେ ଶ୍ମଶାନ ଘାଟକୁ ମତେ ନେଇଯିବ, ତାହା କରିବା ପାଇଁ ମତେ ହାତ ଦିଟା ଇଏ କୋକେଇରେ ଦିଟା ହାତ ମୋର ଝୁଲେଇ ଦବ। ଜଗତ ଆସିଥିଲେ ଶୂନ୍ୟ ହସ୍ତରେ, ଚାଲି ଯାଉଛି ଶୂନ୍ୟ ହସ୍ତରେ। ଏ ଦୁନିଆରେ କେହି ନୁହେଁ କାହାର। ହେଲେ ଭାଇ ବୋଲ, ବନ୍ଧୁ ବୋଲ, ସମ୍ପଦର ସାଥୀ, ସମ୍ପଦର ସାଥୀ, ଏ ଜୀବ ଗଲା ବେଳେ ଏକା ଗୋବିନ୍ଦ ସାରଥୀ, ଗୋବିନ୍ଦ ସାରଥୀ। ଭାଇ ବୋଲ, ବନ୍ଧୁ ବୋଲ, ସମ୍ପଦର ସାଥୀ। ଆଜ୍ଞା, ଜୀବ ଗଲା ବେଳେ ଏକା ଗୋବିନ୍ଦ ସାରଥୀ। ଇଏ ଭବରୂପକ ସଂସାର ରୂପାରୀ ହେବା ପାଇଁ ଇଏ ମାୟା ମୋହକୁ ସବୁ ତୁଟେଇ ଦେଇ ଆପଣ ମାନେ ଟିକେ ଆଗକୁ ଯିବେ। ଆଉ ସମୟ ନାହିଁ। ଆପଣ ମାନଙ୍କର ଅଚ୍ୟୁତାନନ୍ଦ ମହାପୁରୁଷ ନେମାଳ ମଠ ମହନ୍ତ ସୁନ୍ଦର ପତାଟି କହିଲେ, କହିଲେ ବେଳୁ ସାବଧାନ ହୁଅ, ଇଏ ଏକାକ୍ଷର ଜପି ଦିନ ଗୋଟାଅ, ଯାଇ ଫୁଲ ଆଲୋ ଯାଇ ଫୁଲ ଆଲୋ ଯାଇ ଫୁଲ, ଗୀତା ଭାଗବତ ଗାଅ, ଯାଇ ଫୁଲ ସମୁଦୁଳି ମାରା, ତୁମ ପୁଅ ଭାଙ୍ଗେ ମୋର ଦିଅର, ସମୁଦୁଳି ଆଲୋ ସମୁଦୁଳି ଆଲୋ ସମୁଦୁଳି, ବିବାହ ହୋଇଛି ଚିର ସମୁଦୁଳି। କହି ରହ ତ ଭାଇ, ସେ ସ୍ୱର ପଇଲା ମାନେ ଇଏ ସାଙ୍ଗେ ସାଙ୍ଗେ ଉଠିଲେ। ଏତେ ଭୁଲ ତମ ଭୁଲ ନାହିଁ। ଇଲା ଶୁଣ ସମୁଦ୍ରୀ ମରା, ତମ ପୁଅ ସାଙ୍ଗେ ମୋ ଦିଅର ବାହାଘର ହେଇଛି ସ୍ଥିର। ମାଇକି ବବଉଥିଲା। ତେଣୁ ହେ ସଜନମାନ ଅଚ୍ୟୁତ କହିଲେ, ବେଳୁ ସାବଧାନ ହୁଅ, ଏକାକ୍ଷର ଜପି ଦିନ କଟାଅ,
ଗୀତା ଭାଗବତ ଗା ଆଉ ସମୟ ନାହିଁ ଆପଣ ମାନଙ୍କର ଭକ୍ତଚରଣ ଦାସ 34 କହିଲେ ନା କହିଲେ ଝୁଣ୍ଟି ପଡ଼ିଲେ ଉଠି ପାରିବୁ ନାହିଁ ଝୁଣ୍ଟି ପଡ଼ିଲେ ଉଠି ପାରିବୁ ନାହିଁ ଝଡ଼ିଲା ପତ୍ର ବୃକ୍ଷେ ଲାଗିଛି କାଳି ପତ୍ର ଗଛରେ ପାଚିଗଲେ ଝଡ଼ି ପଡ଼ିଲେ ଯେମିତି ଆଉ ପୁନରାୟ ଲାଗିବ ନାହିଁ ତେଣୁ ସମୟ ଚାଲି ଯାଉଛି ହାତରୁ ସମୟକୁ ହାତରେ ରଖି ଆଗକୁ ଆଗିଲେ ଭଗବତ ଦର୍ଶନ ମିଳିଥାଏ ସେଦିନ ଅଯୋଧ୍ୟା କଟକରେ ପ୍ରବେଶ କରୁଛନ୍ତି ମାୟା ଶୁକର ରୂପକୁ ଧାରଣ କରି ବିଘ୍ନରାଜ ଗଣେଶ ତେଣୁ ଅଟହାସ୍ୟ ଶୁଭିଲା ରାଜପ୍ରସାଦରେ ରାଜ ଦରବାର ରାଜା ବସିଛନ୍ତି ଆନନ୍ଦ ଉଲ୍ଲାସ ଏଭଳି ଆନନ୍ଦ ଉଲ୍ଲାସ ସମୟରେ ରାଜ ଦରବାରକୁ ପ୍ରବେଶ କରୁଛନ୍ତି ପ୍ରଜାମାନେ ଆର୍ତ ଚିତ୍କାର କରି ମଣିମା ରକ୍ଷା କର ରକ୍ଷା କଣ ହେଇଛି କଣ ରାଜ୍ୟରେ ଗୋଟେ ଦୁର୍ଦାନ୍ତ ଶୁକର ପ୍ରବେଶ କରି ଘର ଦ୍ୱାର ଭାଙ୍ଗି ମୋ ବୁଢୀକି ନେଇ ପଳେଇଲା ରକ୍ଷା କର ମଣିମା ରକ୍ଷା କରନ୍ତୁ ଶୁକର ଉପଦ୍ରବରୁ ପ୍ରଜାମାନଙ୍କ ଠାରୁ ସମ୍ବାଦ ପାଇଲେ ରାଜା ହରିଶ୍ଚନ୍ଦ୍ର ଗୋଟେ ବିକଟାଳ ଶୁକର ପ୍ରବେଶ କରି ମୋ ରାଜ୍ୟବାସୀକୁ ଇତସ୍ଥିତ କରି ସମସ୍ତଙ୍କୁ ଭୟଭୀତ କରି ଘରେ ରଖେଇ ଦଉନି ସେ ଶୁକରକୁ ବଧିବା ପାଇଁ ହସ୍ତରେ ଧନୁତୀର ଧରି ରାଜା ଯେତେବେଳେ ରାଜଦାଣ୍ଡକୁ ବାହାରି ପଡ଼ିଛନ୍ତି ପ୍ରଜାମାନଙ୍କୁ ରକ୍ଷା କରିବା ପାଇଁ ଆଜ୍ଞା ଠିକ ଏଇ ସମୟରେ ଇଏ ମାୟା ଶୁକରଟି ରାଜଦାଣ୍ଡରେ ରାଜାଙ୍କ ସମ୍ମୁଖରେ ପଳାଇ ଯିବା ପାଇଁ ଭୟଭୀତ ହୋଇ ଛିଡା ହେଇଛି ଆଜି ବିଚାର କଲେ ରାଜା ଇଏ ଶୁକର ଚାହୁଁଛି ମୋ ଭୟରେ ରାଜ୍ୟ ଛାଡି ଚାଲିଯିବ ହସ୍ତରେ ଆଜ୍ଞା ଧନୁତୀର ଧରିଛନ୍ତି ରଥରେ ବସିଛନ୍ତି ସାରଥୀ ରଥ ବାହୁଛି ମାୟା ଶୁକର ରାଜଦାଣ୍ଡ ଅଭିମୁଖେ ରାଜାଙ୍କୁ ଅନେକ ଦୂରକୁ ନେଇଯିବା ପ୍ରଳୟରେ ଆଜ୍ଞା ପଳେଇ ଯାଉଛି ଧନୁତୀର ଧରିଛନ୍ତି ରଥଟି ଛୁଟେଇ ଦେଇଛି ସାରଥୀ ରଥରେ ବସିଛନ୍ତି ରାଜା ଚାଲିଛି ରଥ ଶୁକରକୁ ମାରିବା ପାଇଁ ଗତିରେ ରାଜା ଚାଲିଛନ୍ତି କେମିତି ଯାଉଛନ୍ତି ହେଲେ ରସା ମଣ୍ଡନ तो रंग में दही विश्राम रसा मंडला रसा मंडला तो रंग में दही विश्राम धनु तीर धरी अग्रसर होई धनु तीर धरी अग्रसर होई घोर बने कले गमन राजा चली हस्तर धनुतीर धरी पड़े जाऊँ भयर शुकर देखुं राजा गोला कुआड़ राज्यर सीमा अतिक्रम कर राजा पहुंची जाइछन्ति निघंचरण निकट जंगल भितर कुआड़े उभान हो जाइछि शुकर देखुछन्ति राजा देखले देखु देखु वन सुषमा जिणी नंदन बन आज अकुंडे अदूरे शुभिला नारी कंठ कंदन देखु देखु बन सुषमा जिणी नंदन बन जंगल अतिक्रम करी गति करी जाउछन देखि देखि देखुछन्ति राजा हरिश्चंद्र ये शुकर कुआडे गला शुकर भइगला जंगल रो उपभोग राजा आज करिवे डाकिले सारथी महाराज ये सुंदर निघंचरण्य को मु देखिला परे भाबुची कोन भाबुछन्ति महाराज सरकर राजा इंद्रकर पारिजात नंदन बनर शोभा जे भली शोभा पाए आज्ञा ये अरण्यर शोभा से भली शोभा पाउची आपण एबे वर्तमान जा देखुछन्ति आपण मानकर राम गीति गोविंद रे जयदेव गोस्वामी सुंदर पदटी प्रमाण करंती कोन कइले राजा देखुछन्ति अरण्यर शोभाटी हेछि शोभा किपरि हेछि
ଚମ୍ପକ ଭୁଜ କଦମ୍ବ ତମାଳ ଇଏ ମୁନେ ଦ୍ରୁମ ଭୂଷିତ ଭାଗ মুনে দ্রুম ভূষিত ভাগং হরে মুনে দ্রুম ভূষিত ভাগং বৈরবিহীন মত গজ সিংহ বৈরবী ময়ূর মহাবিশ্বনাগং হরি ময়ূর চম্পক ভুজ কদম্ব সমাল মুনি দ্রুম ভূষিত ভাগং হরি মুনি দ্রুম ভূষিত ভাগং হরি মুনি କେହି ନୁହନ୍ତି ସେ ହଉଛନ୍ତି ବିଧିଶ୍ରୁତ ଦେବଜ୍ୟୋତି ନାରଦ ବିଣା ବାଦ ନ କରି ବିଭୁ ନାମ ଗାଇ ଗାଇ ସୁରସଭା ମଧ୍ୟକୁ ପ୍ରବେଶ କରୁଛନ୍ତି ଦେବଜ୍ୟୋତି ନାରଦ। ଆପଣମାନଙ୍କୁ ନିବେଦନ କରୁଛି ଏ ବିଷୟବସ୍ତୁ ଯଦି ଭଲ ଲାଗିଥାଏ ଆପଣମାନେ ମୋର ଏଇ କଣ୍ଟାକ୍ଟ ନମ୍ବରରେ କଣ୍ଟାକ୍ଟ କରିବେ। ମୋ କଣ୍ଟାକ୍ଟ ନମ୍ବରଟି ହେଲା 9938182378। दर्शक बंधु आम कार्यक्रमटी आपको केमिति लागिला यार मतामत दियंतु, लाइक करंतु, शेयर करंतु, आज्ञा हाँ सब्सक्राइब करने को भूलिबेनी। रोची नमस्कार।